I'm going to talk so many things about that exclamation word, phrases, and sentences, right? Yes, you can see. What do you mean by exclamation, or what do you mean by exclamatory sentence, and where you will use that exclamatory sentences, right? Okay, you can see. Here I have written on the screen what do you mean by all these things, right? So these exclamation are commonly used to express emotion like surprise, excitement, joy, frustration, admiration, or urgency. So these sentences cover a variety of contexts, emotion, and situation to ensure versatility. Okay, versatility and the natural use in the both languages, and they are concise, impactful, and reflect common expression used in the everyday communication. So what is there on the screen, that means when we use this type of sentence, it convey a lot of surprise, excitement, joy, frustration, admiration, or urgency, right? ଆମେ ଯେତେବେଳେ କୌଣସି ଜିନିଷକୁ ଦେଖିକି ସରପ୍ରାଇଜ ହେଇଯାଇଥାଉ, ଏକ୍ସାଇଟମେଣ୍ଟ ହେଇଥାଉ, ଅତି ଆନନ୍ଦ ହେଇଥାଉ, ଜୟଫୁଲ ହେଇଯାଇଥାଉ, ଫ୍ରଷ୍ଟ୍ରେସନ ହେଇଯାଇଥାଉ, ୟା ସଡନ ଇମୋସନ କ୍ରିଏଟ ହେଇଥାଏ, ସେତେବେଳେ ଆମେ ଏକ୍ସକ୍ଲାମେସନ ମାର୍କ ଟା ୟୁଜ କରିଥାଉ ବା ଏକ୍ସକ୍ଲାମେଟରୀ ସେଣ୍ଟେନ୍ସ ଟା ୟୁଜ କରିଥାଉ। तो यह कौन ए छोट छोट सेंटेंस बट यह बहुत इंपैक्टफुल होता है, राइट? ओके, सो छोट छोट सेंटेंस किंतु बहुत इंपैक्टफुल होता है। एबे आमे देखिबा किछि किछि सेंटेंस देखिबा, राइट? फॉर एग्जांपल ओहो, देखंतु ओहो पर कोन अछि गोटे एक्सक्लेमेशन मार्क अछि, दैट मींस हमें इंग्लिश रे कहछु ओ वाओ। हम ए सेंटेंस को माने एटा वर्ड कहि परिबा आहा। तमे कोनोसी जिनिस देखिबा गोटे आश्चर्य गल आहा कहबा, ओके किए गारागोरी करनी, प्लीज प्लीज डोंट क्रैश ऑन द screen, right? Yes, alas, okay, aha ମାନେ alas, ଓ ଆଶ୍ଚର୍ଯ୍ୟ କରୁ alas, ଓ ଏ ୱାର୍ଡ ୟୁଜ କରିପାରିବା, ବାহ ବାହ। ଯଦି ଆମେ କଣ କହିବା, ଯେତେବେଳେ ଓଡିଆ ୱାର୍ଡ ବା କହିଥାଉ, ଇଂଲିଶରେ ତା ୱାଓ, ବ୍ରେଭୋ କହିପାରିବା, ରାଇଟ? ଓକେ, ହାଏ, ହାଏ ଯେତେବେଳେ ଓଡିଆରେ କହିଥାଉ, ତାକୁ ଇଂଲିଶରେ ଓ ନୋ, ଆଲାସ ଏ ୱାର୍ଡ ୟୁଜ କରିପାରିବା। ଛି, ଯଦି କୌଣସି ଜିନିଷକୁ ଘୃଣା ଭାବ ସୃଷ୍ଟି ହୁଏ, ସେ ଜାଗାରେ ଆମେ ଛି ୱାର୍ଡ ୟୁଜ କରିଥାଉ, ଇଂଲିଶରେ କଣ ୟୁଜ ଓ, ମାନେ ୟୁଜ ଅଫ କରିଥାଉ, ଯୋଉଟା କି ଆମକୁ ଘୃଣା ଭାବ ଆସିଥାଏ। ଓକେ, ହେ ଭଗବାନ ଆମେ ଯେତେବେଳେ କହିଥାଉ ହେ ଭଗବାନ, ମାନେ ଯେତେବେଳେ ଗୋଟେ ଆଶ୍ଚର୍ଯ୍ୟ କହିଥାଉ, ସେ ଜାଗାରେ ଆମେ କଣ ଓ ଗଡ, ମାନେ ଇଂଲିଶରେ ଆମେ କଣ କହିବା ଓ ଗଡ, ରାଇଟ? ଆରେ ମାନେ କଣ, ଆରେ ଏହା ହେଇଗଲା, ଦ୍ୟାଟ ମିନ୍ସ ୟୁ କ୍ୟାନ୍ ସେ ଦ୍ୟାଟ ହେ ଓ, ରାଇଟ? ଏ ସ୍ମଲ ୱାର୍ଡ, ରାଇଟ? ତ ଏଇଟା ତମେ କଣ କହିପାରିବ, ୟୁ କ୍ୟାନ୍ ସେ ଦ୍ୟାଟ। ଓକେ, ଜଷ୍ଟ ୱେଟ୍। ଓକେ, ସୋ ଇନ ଦିସ୍ କେସ୍, mo ମାନେ what is this, you can say the oh my goose, right? ବାପ ରେ, ବାପ ରେ ଯଦି ଆମେ ଓଡିଆରେ କହିଥାଉ, ଇଂଲିଶରେ କଣ କହିବା ଓ ଡିୟର, ଓ ମାଇ ଗଡନେସ, ରାଇଟ? ସୋ ହାय ହାୟ ଯଦି ଓଡିଆରେ କହିବା, ଇଂଲିଶରେ ତାକୁ କେମିତି କହିବା ଓ नो, ଆଲାସ, ରାଇଟ? କି ଆନନ୍ଦ, ଗୋଟେ ଜିନିଷରେ ଗୋଟେ ଆନନ୍ଦ ଆଉ ଭରପୁର ଆନନ୍ଦ ଯଦି ହେଇଯିବେ, ସେତେବେଳେ କଣ କହିବେ କି ଆନନ୍ଦ, ତାକୁ ଇଂଲିଶରେ କଣ କହିବେ ହ୍ୱାଟ ଇଜ ଜୟ, ହ୍ୱାଟ ଇଜ ଜୟ, ରାଇଟ? ଓକେ, କେତେ ସୁନ୍ଦର, ଗୋଟେ ଯଦି ଗୋଟେ ଜିନିଷ ଅତି ସୁନ୍ଦର ଜିନିଷ ଦେଖିବା, ତେବେ ଆମେ କେତେ ସୁନ୍ଦର କହିଥାଉ, ତାକୁ ଇଂଲିଶରେ ଆମେ କଣ କହିଥାଉ, ରାଇଟ? ଓକେ, ହାଉ ବ୍ୟୁଟିଫୁଲ, ରାଇଟ? ଏଣ୍ଡ ଆମେ ଯଦି କୌଣସି ଜିନିଷକୁ କଣ କହିବା, ଘୃଣା ଭାବ ଯଦି ଯେତେବେଳେ ସୃଷ୍ଟି ହେଇଥାଏ, ସେତେବେଳେ ଆମେ କଣ କହିଥାଉ, ଛି ଛି, ରାଇଟ ନା ନାଇଁ? ଛି ଛି କହିଥାଉ। ତ ସେ ଜାଗାରେ ଆମେ ଛି ଛି କୁ ଇଂଲିଶରେ ଆମେ କେମିତି କହିବା, ରାଇଟ? ସେମ୍ ଡିସଗଷ୍ଟିଂ, ରାଇଟ? ସେମ୍ ଡିସଗଷ୍ଟିଂ ଆମେ କହିପାରିବା, ରାଇଟ? ୟେସ୍। ଓକେ, ସୋ death ଆମେ କଣ କହିବା, ଇଂଲିଶରେ death କହିଥାଉ, ରାଇଟ? ତାକୁ ଆମେ ଇଂଲିଶରେ କଣ କହିବା, ଟେକ୍ସ, ଓକେ, ବାହ, ରାଇଟ? ବାହ। ସୋ ଆମେ ଯଦି କଣ ଗୋଟେ ଜିନିଷ ବୁଝି ନେବା, ଯଦି କହିଥାଉ, ତ ଇଂଲିଶରେ ଆମେ କଣ କହିବା, true, true, ରାଇଟ? କି ମଜା, ଗୋଟେ ଜିନିଷ ଆନନ୍ଦ ଆସିଗଲା, ଖୁସି ଆସିଗଲା, ସେତେବେଳେ ଆମେ କଣ କହିଥାଉ, କି ମଜା। ତ ଆମେ ତାକୁ ଇଂଲିଶରେ କଣ କହିବା, ହ୍ୱାଟ ଫନ୍, ହ୍ୱାଟ ଫନ୍, ରାଇଟ? ଓହ, ଆମେ ଗୋଟେ ଜିନିଷ ଦେଖିଲା ମାନେ ଆଶ୍ଚର୍ଯ୍ୟ କଲେ ଓହ କହିଥାଉ ନା ନାଇଁ? ଇଂଲିଶରେ ମଧ୍ୟ ଓହ କୁହାଯାଏ, ଇଂଲିଶରେ ବି ଓହ ୱାର୍ଡ ୟୁଜ ହେଇଥାଏ, ରାଇଟ? ଓକେ, ଏଇ ଶୁଣ, ଗୋଟେ ଜିନିଷ ସଡନଲି ତମେ ଏକ୍ସପ୍ରେସନରେ କହିବ, ଆଶ୍ଚର୍ଯ୍ୟ କରି ଏଇ ଶୁଣ, ତାকে ଇଂଲିଶରେ କଣ କହିବ, ଲିସିନ, ଲିସିନ, ରାଇଟ? ଦେଖ, ଆଶ୍ଚର୍ଯ୍ୟ କରି ଦେଖ 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 ଆମେ କହିଥାଉ ନା, ଦେଖ, ଦ୍ୟାଟ ମିନ୍ସ ଲୁକ୍, ଲୁକ୍, ସି, ରାଇଟ? ଗୋଟେ ଆଶ୍ଚର୍ଯ୍ୟ କରି, କି ଲଜ୍ଜା, ଓକେ, କି ଲଜ୍ଜାର କଥା, ଯେତେବେଳେ ଆଶ୍ଚର୍ଯ୍ୟ କି ଲଜ୍ଜାର କଥା କହିଥାଉ, ସେତେବେଳେ ଆମେ ହ୍ୱାଟ ଇଜ ୟୁ କ୍ୟାନ୍ ସି ଦ୍ୟାଟ, ମତେ ପୁରାପୁରି ଆଶ୍ଚର୍ଯ୍ୟ ଲାଗିଲା, ମାନେ ମୁଁ ପୁରାପୁରି ଆଶ୍ଚର୍ଯ୍ୟ ହେଇଗଲି, ତ ସେ ଜାଗାରେ ଆମେ ସେଣ୍ଟେନ୍ସ ଟା କଣ କହିବା, what sentence will be used?
ମାନେ କଣ କହିବ? ଆଇ ଏମ୍ କମ୍ପ୍ଲିଟଲି ସକ୍, ଆଇ ଏମ୍ କମ୍ପ୍ଲିଟଲି ସକ୍, ରାଇଟ? ଆହା ଅତି ଚମତ୍କାର, ଆହା ଅତି ଚମତ୍କାର। ତ ମାନେ କଣ କହିବ? ତା ସେଣ୍ଟେନ୍ସ କଣ ହେବ? ଦିସ୍ ଇଜ ଟୋଟାଲି ଅସମ୍, ଦିସ୍ ଇଜ ଟୋଟାଲି ଅସମ୍, ରାଇଟ? তুমি একদম অসাধারণ, তুমি একদম অসাধারণ মানে তুমি অদ্ভুত ব্যক্তি, অসাধারণ ব্যক্তি। তো তুমি আশ্চর্য ହେଇକରି কହୁଛ তো ସେ ଜାଗାରେ ସେଣ୍ଟେନ୍ସ କଣ କହିବ? You can say that you are absolutely extraordinary, you are absolutely extraordinary କହିବ। ଯୋଉ ମାନେ ଅଦ୍ଭୁତ, ଯୋଉଟା କି ଅସାଧାରଣ ବ୍ୟକ୍ତିକୁ you are absolutely extraordinary କହିପାରିବ। ଓକେ, କେତେ ସୁନ୍ଦର ଫୁଲଟା, ତମେ ଯଦି ଗୋଟେ ଫୁଲ ଦେଖିକରି ପୁରା ବିମୋହିତ ହେଇଗଲ ତ ତମେ ସାଙ୍ଗେ ସାଙ୍ଗେ ତମ ମନ ଭିତରେ ଗୋଟେ ବାହାରି ଯିବ ଯେ କେତେ ସୁନ୍ଦର ଫୁଲଟା। ତ ଇଂଲିଶ ରେ ଆମେ କଣ କହିବା? ଓକେ, what beautiful flowers, what beautiful flower is, what beautiful flower are, ତମେ କହିପାରିବ, ରାଇଟ? ଓକେ, ତ ଏଠି ଦେଖ ଆଉ ଗୋଟେ ସେଣ୍ଟେନ୍ସ କଣ ଆସିଲା, ରାଇଟ? କୋଉ ସେଣ୍ଟେନ୍ସ ଆସିଲା? ମୁଁ ଏହା ପାଇଁ ଅପେକ୍ଷା କରିପାରୁନି। ମାନେ ଗୋଟେ ଜିନିସ କଣ, ଗୋଟେ ଜିନିସ ତମ ମନରେ ପୁରା ଗୋଟେ ଗୁଦୁଗୁଦୁ ହଉଛି ନା ଭାଇ ମୁଁ ଆଉ ମାନେ କଣ ଅପେକ୍ଷା କରିପାରିବିନି, ସତ ମୁଁ ଆଉ ଧୈର୍ଯ୍ୟ ନାହିଁ, ସେ ଜାଗାରେ ତମେ ପୁରା ଗୋଟେ ଆଶ୍ଚର୍ଯ୍ୟ କହିବ ମୁଁ ମୁଁ ଏହା ପାଇଁ ଅପେକ୍ଷା ଆଉ କରିପାରୁନି। ତ ତାকে ଇଂଲିଶ ରେ କଣ କହିପାରିବ? What can you say that? I can wait for this. I can wait for this. Right? ଏହି ଗୀତ ଅତି ମଜାଦାର, ଏହି ଗୀତ ଅତି ମଜାଦାର ମାନେ କଣ? ଗୋଟେ ଗୀତ ଶୁଣିଲ ଆରେ ବାପ ରେ ସେ କେତେ ଗୀତଟା କେତେ ମଜାଦାର ଥିଲା, ହେଲା କି ନାଇଁ? ଯେନ୍ତା କି ଗୋଟେ ଗୀତଟା ସାଙ୍ଗେ ସାଙ୍ଗେ ଭାଇରାଲ ହେଇଯାଇତେ ତ କେତେ ମଜାଦାର ଥିଲା ନାଇଁ କି? ତମେ ଯେନ୍ତା କି ଗୋଟେ ଛି 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 ରେ ନନି ଯଦି ଗୀତ ଶୁଣବ ପୁରା ସାଙ୍ଗେ ସାଙ୍ଗେ ଭାଇରାଲ ହେଇଗଲା ନା ନାଇଁ? ଲାଇକ ସେ ଜାଗାରେ ତମେ କଣ କହିବ? ଦିସ୍ ସଙ୍ଗ ଇଜ ସୋ ଓକେ କ୍ୟାଚି, ମାନେ କ୍ୟାଚି ମାନେ ଗୋଟେ ସାଙ୍ଗେ ସାଙ୍ଗେ ମଜାଦାର ଆନନ୍ଦ ଲାଗବା ଉପରେ ସ୍ପ୍ରେଡ ହେଇଯିବା, ରାଇଟ? ଓକେ, ତୁମେ ସତରେ ଅଦ୍ଭୁତ, ଓକେ ତମେ ସତରେ ଅଦ୍ଭୁତ, ବାପରି ଏତେ ସୁନ୍ଦର, ତମେ ସତରେ ଅଦ୍ଭୁତ ମାନେ ତାকে ଇଂଲିଶ ରେ କଣ କହିବ? ୟୁ ଆର ଟ୍ରୁଲି ଏମେଜିଂ, ୟୁ ଆର ଟ୍ରୁଲି ଏମେଜିଂ କହିପାରିବ, ରାଇଟ? ସତରେ ଅଦ୍ଭୁତ ମାନେ ୟୁ ଆର ଟ୍ରୁଲି ଓକେ ଏମେଜିଂ। କି ସୁନ୍ଦର ମୁହୂର୍ତ୍ତ, କି ସୁନ୍ଦର ମୁହୂର୍ତ୍ତ ମିନ୍ସ ହ୍ୱାଟ? What a lovely moment. What a lovely moment. You can say that. ମୁଁ ଏତେ ଉତ୍ସାହିତ ଅନୁଭବ କରୁଛି, ମାନେ ମୁଁ ଏତେ ଉତ୍ସାହିତ ଅନୁଭବ କରୁଛି, ମୁଁ ଏ କ୍ଲାସରେ ଏତେ ଉତ୍ସାହିତ ଅନୁଭବ କରୁଛି ଯେ ମୁଁ ଆକ୍ଚୁଆଲି କ୍ଲାସ ଛାଡି ଯିବାକୁ ଇଚ୍ଛା ଲାଗୁନି। ତ ସେ ଜାଗାରେ ତମେ କଣ କହିବ ଇଂଲିଶରେ, ରାଇଟ? So I feel so thrilled. I feel so thrilled on this class so that I cannot leave the class. ଏମିତି କହିହବ ନା ନାଇଁ, ରାଇଟ? Ravindra is clearly audible. ଆଜ୍ଞା। Twinkle ହଁ Kanti, ସାର୍ audible। is my sound clearly ଆଉ Yes, audible to Mama. you? Audible. Yes. Audible. यस कंटिन्यू। ଏହା एकदम परिपूर्ण, ଯଦି କଣ ଏକଦମ ପରିପୂର୍ଣ୍ଣ ଗୋଟେ ଭରପୁର ହେଇଯାଇଥିବ ତମେ ଦେଖି ଓ ବାପ ରେ ଲୋକ ମାନେ ପୁରା ଏକଦମ ଭରପୁର ହେଇଯାଇଥିଲେ, ମାନେ ଏତେ ଲୋକ ବୋଲି ମୁଁ ଆଶା ନାଇଁ କରିଥିଲି, ଏତେ ସମ୍ପତ୍ତି ଅଛି ବୋଲି ମୁଁ ଆଶା ନାଇଁ କରିଥିଲି, ମାନେ ଏକଦମ ପରିପୂର୍ଣ୍ଣ ସେ ଜାଗାରେ ଆମେ କଣ କହିବା? ହୁଁ, Okay, you can see that this is absolutely perfect. ମାନେ ତମର ଜ୍ଞାନରେ ପରିପୂର୍ଣ୍ଣ। That means you are absolutely perfect. You are absolutely okay, full of knowledge କହିପାରିବା ନା ନାଇଁ? ତ ଆମେ ଏହା କିପରି ଦେଖିଲୁ? ଆମେ ଏହା କିପରି ଦେଖିଲୁ? ଗୋଟେ ଆଶ୍ଚର୍ଯ୍ୟ ହେଇକରି କହିବ ଯେ ଆମେ ଏହା କିପରି ଦେଖିଲୁ? ତମେ କଣ କହିବ? ଓକେ, ଆମେ ଏହା ସରି ଆମେ ଏକ୍ସଟ୍ରିମଲି ସରି, ଆମେ ଏହା କରି ଦେଖେଇଲୁ। ମାନେ ଗୋଟେ ଆଶ୍ଚର୍ଯ୍ୟ ହେଇଯାଇଥିବା ତମେ କହିବ ଆମେ କରି ଦେଖେଇଲୁ, ତମେ କଣ କହିବ? we totally rocked it, we totally rocked it, ଆମେ କରି ଦେଖେଇଦେଲୁ। ମାନେ ଗୋଟେ ଲୋକ କହିଥିବ ଯେ ତମେ ଏ କାମ କରିପାରିବନି କିନ୍ତୁ ତମେ କରିକି ଦେଖେଇଦେଲ, ତମେ ଆଶ୍ଚର୍ଯ୍ୟ କହିବ ଯେ ହଁ ସମସ୍ତେ କହୁଥିଲେ ଆମେ କରିକି ଦେଖେଇ ପାରିବୁ ନାହିଁ ବୋଲି କହୁଥିଲ କିନ୍ତୁ ତମେ ଦେଖି କରିକି ଦେଖେଇ ଦେଇଛ। ତ ସେ ଜାଗାରେ କହିଲ we totally rocked it, ଆମେ କରିକି ଦେଖେଇଦେଲୁ, ରାଇଟ? we totally rocked it, ରାଇଟ? ଇଡୋ ଇଡୋ ମାନେ ଆଇଡୋମେଟିକ ୟୁଜ ସେଣ୍ଟେନ୍ସ ହେଇଛି, ରାଇଟ? କେତେ ବଡ ଆଶ୍ଚର୍ଯ୍ୟ, ବାପ ରେ ବାପ କେତେ ବଡ ଆଶ୍ଚର୍ଯ୍ୟ ଜିନିଷ ଗୋଟେ ଦେଖିଲୁ। ତ ସେ ଜାଗାରେ ଆମେ କଣ କହିବା? ଓକେ ସେଣ୍ଟେନ୍ସ ରେ what a huge surprise, what a huge surprise ମାନେ କେତେ ବଡ ମାନେ ଆଶ୍ଚର୍ଯ୍ୟଟା, ରାଇଟ? what a huge surprise। ସି ତୁମେ କେତେ ବହୁତ ଖୁସି କରିଦେଲ, ମାନେ ତୁମେ ମତେ ବହୁତ ଖୁସି ଦେଲ, ରାଇଟ? ତ ମାନେ ଆରେ ବାପରେ ତମେ ମତେ ଏତିକି ଖୁସି କରିଦେଲ ଯେ ମୁଁ ପୁରା ସମ୍ଭାଳି ପାରିନି, ମୋର ହସି ହସି ଗଡି ଗଲି। ନାଇଁ କହିପାରିବନି କି? ତୁମେ ମତେ ବହୁତ ଖୁସି କରିଦେଲ। ତ ସେଣ୍ଟେନ୍ସ ଟା କଣ ହେବ? You made me so happy. You made me so happy by doing this work. You made me so happy by your work. ତମର କଥାଟା ମତେ ବହୁତ ଆନନ୍ଦ ଦେଇଥିଲା, ତମ କାର୍ଯ୍ୟଟା ମତେ ବହୁତ ଖୁସି ଦେଇଥିଲା, ତମ ଆକ୍ଟିଭିଟି ଟା ମତେ ବହୁତ ଖୁସି ଦେଇଥିଲା, ତମ ଟିଚିଂ ଟା ମତେ ବହୁତ ଖୁସି ଦେଇଥିଲା। ତାହେଲେ ତମେ କଣ କହିବ? You made me so happy by okay associated with you କହିପାରିବ, ରାଇଟ? ଓକେ, ଏହା ଅତି ରୋମାଞ୍ଚକର, ଏହା ଅତି ରୋମାଞ୍ଚକର ମାନେ ଏଇଟା ମଜାଦାର ଗୋଟେ। ତ ତମେ ସେ ଜାଗାରେ କଣ? ଦିସ୍ ଇଜ ସୋ ଥ୍ରାଇଲିଂ, ଦିସ୍ ଇଜ ସୋ ଥ୍ରାଇଲିଂ, ରାଇଟ? ୟୁର ସେଣ୍ଟେନ୍ସ ୱିଲ ବି ଦିସ୍ ଇଜ ସୋ ଥ୍ରାଇଲିଂ। ଓକେ,
कि सुंदर पोशाक गोटे ड्रेस गोटे व्यक्ति पिंधिथिबा से जगह तमे देखि करी तमे सुंदर अति सुंदर पोशाक कहबो ताके तमे कहबो व्हाट ए गॉर्जियस ड्रेस, व्हाट ए गॉर्जियस ड्रेस कहि परिबो, व्हाट ए गॉर्जियस ड्रेस, व्हाट ए गॉर्जियस साड़ी, व्हाट ए गॉर्जियस फ्रॉक कहि परिबो, राइट। ମୁଁ ଏତେ ଗର୍ବିତ ମାନେ ମୁଁ ଏତେ ଗର୍ବିତ ଅନୁଭବ କରୁଛି ମାନେ ମାନେ ଏତେ ଗର୍ବିତ ବା ତମ ସଫଳତାରେ ଏତେ ଗର୍ବିତ ଅନୁଭବ କରୁଛି ମୁଁ କହିପାରିବି ନାହିଁ। ତ ସେ ଜାଗାରେ ତମେ କଣ କହିବ? ସୋ ଆଇ ଫିଲ୍ ସୋ ପ୍ରାଉଡ ଅଫ ୟୁ, ରାଇଟ, ଆଇ ଏମ୍ ସୋ ପ୍ରାଉଡ, ଆଇ ଫିଲ୍ ସୋ ପ୍ରାଉଡ। ଯଦି ଧରି ନିଅ ଟଙ୍କି ଭାଞ୍ଜି ଆଇଏଏସ୍ ଅଫିସର ହେଇଯିବେ ବୋଲେ ମୁଁ କଣ କହିବି? ମୋର ଭାଞ୍ଜି ଆଇଏଏସ୍ ଅଫିସର ହେଇଗଲେ ତ ମୁଁ କଣ ଅଛି, ମୁଁ ବହୁତ ଗର୍ବିତ ଅନୁଭବ କରୁଛି ମାନେ କଣ, ଆଇ ଫିଲ୍ ସୋ ପ୍ରାଉଡ ଅଫ ୟୁ ଡିୟର ମାଇ ନିସ୍ ବୋଲି କହିବି ନା ନାଇଁ, ରାଇଟ। Yes, Mama. Yes. ଓକେ, ତ ଏହା ସତରେ ଚମତ୍କାର, ଏହା ସତରେ ଚମତ୍କାର। ଧରି ନିଅ ଗୋଟେ ଜିନିଷ ଗୋଟେ ମାନେ ମାନେ ଗୋଟେ ମନ୍ତ୍ର ଉଚ୍ଚାରଣ କରିଦେଲା ସାଙ୍ଗେ ସାଙ୍ଗେ ଧୁମ ବର୍ଷା ହେଇଥିବ ବନ୍ଦ ହେଇଯିବ, ମାନେ ବର୍ଷା ଟା ବନ୍ଦ ହେଇଯିବ, ଗୋଟେ ପୋଖରୀଟା ଶୁଖିଯିବ, ମାନେ ଏତେ ବଡ ଆଶ୍ଚର୍ଯ୍ୟ ହେଇଯିବ, ଏ ସତରେ ଚମତ୍କାର, ରାଇଟ ନା ନାଇଁ। ଏବେ ତମେ ଯଦି ଜଷ୍ଟ ମାନେ ଅଲ ଓଭର ମାନେ ଇଣ୍ଟରନ୍ୟାସନାଲ ଲେଭେଲ ମିଟିଂ ଗୋଟେ ତମେ ଗୋଟେ ପରୀକ୍ଷା ଗୋଟେ ହେବା ନମ୍ବର ୱାନ ହେଇ ପୋଜିସନ ଆସିଯିବ 2 ଦିନ ପ୍ରିପାରେସନ କରିକି, ମାନେ ଏଇଟା ଚମତ୍କାର ହେଇଯିବ ନା ନାଇଁ। ହୁଁ, ଯଦି ତମେ 2 ଦିନ ଭିତରେ ପୁରା ଫାଣ୍ଟାଷ୍ଟିକ ଇଂଲିଶ ୱାର୍ଲ୍ଡ କ୍ଲାସ ଇଂଲିଶ କହିବ ମାନେ ଏଟା ଚମତ୍କାର ହେଇଯିବ ନା ନାଇଁ। ତ ଏ ଜାଗାରେ ତମେ କହିବ ଏହା ସତରେ ଚମତ୍କାର, ରାଇଟ। ଇଂଲିଶ ରେ କହିବ ଦିସ୍ ଇଜ ରିଏଲି ଫାଣ୍ଟାଷ୍ଟିକ, ଦିସ୍ ଇଜ ରିଏଲି ଫାଣ୍ଟାଷ୍ଟିକ, ରାଇଟ। ଓକେ, ତମେ କେତେ ପ୍ରତିଭାଶାଳୀ, ତମେ ଗୋଟେ ଯୋଉ ପ୍ରତିଭାଶାଳୀ ମାନେ ଗୋଟେ ମାନେ ବହୁତ ପ୍ରତିଭାର ସମ୍ପନ୍ନ ବ୍ୟକ୍ତି ହେଇଥିବ, ମାନେ ତମେ କେତେ ପ୍ରତିଭାଶାଳୀ କହିବ ତ ସେ ଜାଗାରେ ଇଂଲିଶରେ ଆମେ କଣ କହିବା, ରାଇଟ, ୟୁ ଆର ସୋ ଟ୍ୟାଲେଣ୍ଟେଡ, ୟୁ ଆର ସୋ ଟ୍ୟାଲେଣ୍ଟେଡ। ଓକେ, କି ଅସାଧାରଣ ସଫଳତା, ଗୋଟେ ଲୋକ ଯଦି ଗୋଟେ ସଫଳତା ପ୍ରାପ୍ତ କରିବ ମାନେ କି ଅସାଧାରଣ ସଫଳତା, ରାଇଟ। ଓକେ ରବୀନ୍ଦ୍ର, ତମେ ଯଦି ହଲେ କି ନାଇଁ ୱାର୍ଲଡ ବ୍ୟାଙ୍କ ର ଯଦି ମାନେ ୱାର୍ଲଡ ବ୍ୟାଙ୍କ ର ଚିଫ ହେଇଯିବ କେମିତି ଗୋଟେ ମାନେ ଅସାଧାରଣ ସଫଳତା ହେବ ନା ନାଇଁ, ରବୀନ୍ଦ୍ର। Yes, ଏଜ ୟୁ sir. ଆର ୱାର୍କିଂ ଇନ ଏ हाँ ବ୍ୟାଙ୍କ, sir. ଓକେ, ମାନେ ଗୋଟେ ବ୍ୟାଙ୍କ ରେ କାମ କରୁଛ କିନ୍ତୁ ବର୍ଷେ ପରେ ଦେଖାଗଲା ଯେ ତମେ ୱାର୍ଲଡ ବ୍ୟାଙ୍କ ର ତମେ ଗୋଟେ ବଡ ଚିଫ ହେଇଯାଇଛ, ବୋଲେ ଅସାଧାରଣ ସଫଳତା କି ନାଇଁ। ତ ସେ ଜାଗାରେ ତମେ କଣ କହିପାରିବ, ହ୍ୱାଟ ଏନ୍ ଏକ୍ସଟ୍ରା ଅର୍ଡିନାରୀ Yes, sir. ଆଚିଭମେଣ୍ଟ, ସେଟା ଏକ୍ସଟ୍ରା ଅର୍ଡିନାରୀ ଆଚିଭମେଣ୍ଟ ହେଇଯିବ। ତ ତମେ କଣ ସେଣ୍ଟେନ୍ସ କହିବ, ହ୍ୱାଟ ଏନ୍ ଏକ୍ସଟ୍ରା ଅର୍ଡିନାରୀ ଆଚିଭମେଣ୍ଟ, ରାଇଟ। ଓକେ, ମୁଁ ଏହା ପାଇଁ ଅତ୍ୟନ୍ତ Yes, sir. କୃତଜ୍ଞ। ଓକେ, ମୁଁ ଏହା ପାଇଁ ଅତ୍ୟନ୍ତ କୃତଜ୍ଞ। ଧରି ନିଅ ମୋ ଇଂଲିଶ ପଢାଇବାରେ ଯଦି ତମେ କଣ ହେଇଗଲ, କିଛି ଇଂଲିଶ ଭଲ କହିପାରିଲ, ତମେ କଣ କହିବ, ତମ ଇଂଲିଶ ପଢାଇବାରେ ମତେ କୃତଜ୍ଞତା ଜ୍ଞାପନ କରୁଛି, ତ ମୁଁ ଏହା ପାଇଁ ଅତ୍ୟନ୍ତ କୃତଜ୍ଞ। ସେଣ୍ଟେନ୍ସ କଣ କହିବ, ଆଇ ଏମ୍ ସୋ ଗ୍ରେଟଫୁଲ ଫର ଦିସ୍, ଆଇ ଏମ୍ ସୋ ଗ୍ରେଟଫୁଲ ଫର ଦିସ୍ କହିପାରିବ, ରାଇଟ। ଓକେ, ଏହି ଦୃଶ୍ୟ ଅତି ମନୋହର, ଏଇ ଦୃଶ୍ୟ ଅତି ମନୋହର ମାନେ କଣ, ଗୋଟେ ଦୃଶ୍ୟ ଦେଖିଲ ଅତି ମନୋରମ ଅତି ସୁନ୍ଦର ଥିଲା, ତ ସେ ଜାଗାରେ ଆମେ କଣ କହିବା, ଦିସ୍ ସିନ୍ ଇଜ ସୋ ଏନଚାଣ୍ଟିଂ, ରାଇଟ, ଦିସ୍ ସିନ୍ ଇଜ ସୋ ଏନଚାଣ୍ଟିଂ। ତୁମେ ମତେ yes, sir. ଅବାକ୍ କରିଦେଲ, ଅବାକ୍, ଅବାକ୍ ମାନେ କାବା କରିଦେଲ ଆମେ କହି ନାହିଁ ତ କି, ତୁମେ ମତେ ଅବାକ୍ କରିଦେଲ, ଦ୍ୟାଟ ମିନ୍ସ ୟୁ ଲେଫ୍ଟ ମି ସ୍ପିଚଲେସ୍। ହେଲା ସ୍ପିଚଲେସ୍, ମୁଁ କହିବା ପାଇଁ ଚାହୁଁଥିଲି କିନ୍ତୁ ତମ କଥାଟା ମତେ ସ୍ପିଚଲେସ୍ କରିଦେଲା, ଦ୍ୟାଟ ମିନ୍ସ ୟୁ ଲେଫ୍ଟ ମି ସ୍ପିଚଲେସ୍, ରାଇଟ। କେତେ ସୁନ୍ଦର ସକାଳ, ମାନେ ମାନେ ମର୍ଣ୍ଣିଂ ଟା ଗୋଟେ ଅତି ସୁନ୍ଦର ହେଇଥିବ, ମାନେ ତମେ କହିବ ଆରେ ବାପ ରେ କେତେ ସୁନ୍ଦର ସକାଳଟା, ତ ସେ ଜାଗାରେ କଣ କହିବ, ହ୍ୱାଟ ଏ ବ୍ୟୁଟିଫୁଲ ମର୍ଣ୍ଣିଂ, ହ୍ୱାଟ ଏ ବ୍ୟୁଟିଫୁଲ ମର୍ଣ୍ଣିଂ, ରାଇଟ। ଓକେ, ଏହା ସବୁଠାରୁ ଭଲ ଦିନ, Yes, ଏହା sir. ସବୁଠାରୁ ଭଲ ଦିନ ମାନେ କଣ, ଓକେ, ଦିସ୍ ଇଜ ଦ ବେଷ୍ଟ ଡେ ଏଭର, ଦିସ୍ ଇଜ ଦ ବେଷ୍ଟ ଡେ ଏଭର, ରାଇଟ। ଓକେ, ଭାଞ୍ଜି, ତମେ ଏବେ ବର୍ତ୍ତମାନ ବିଇଡି କରୁଛ, ରାଇଟ ନା ନାଇଁ। Yes, Mama. ଓକେ, ଯେନ୍ ଦିନ ତମେ ଗୋଟେ ହାଇଏଷ୍ଟ ସ୍କୁଲ ଟିଚର ଗୋଟେ ପାଇଯିବ ଯେନ୍ ଦିନ, ସେଦିନ କେନ୍ତା ଲାଗବ, ବହୁତ ମଜା ଲାଗବା କି ନାଇଁ, ଓ ମତେ ଆଜି ଦିନଟା ମୋର ପାଇଁ ଗୋଟେ हाँ ବହୁତ ଦିନ ମାମା କହିବ କି ନାଇଁ। ସୋ ଇଟ ଇଜ ଦ ବେଷ୍ଟ ଡେ ଫର ଏଭର ଫର ମି, ରାଇଟ ନା ନାଇଁ। हाँ ଓକେ, ତୁମେ ଏକଦମ ଅବିଶ୍ୱସନୀୟ, ତମେ yes ତମେ ଏକଦମ ଅବିଶ୍ୱସନୀୟ, ତମକୁ ମାନେ ତମକୁ ଦେଖିଲେ ବିଶ୍ୱାସ କରି ହଉନି, ଏ ଜାଗାରେ କଣ କହିବ, ୟୁ ଆର ଟୋଟାଲି ଅନବିଲିଭେବୁଲ, ୟୁ ଆର ଟୋଟାଲି ଅନବିଲିଭେବୁଲ, ରାଇଟ। you are totally unbelievable ଓକେ, ସୋ unbelievable ଟା ପଢ, ତମେ yes ଓଡିଆ Yes, ଟା ପଢ ଫଟାଫଟ ପଢ। ଓକେ, ଟ୍ୱିଙ୍କଲ ଭାଞ୍ଜି ପଢ, କି ଆନନ୍ଦଦାୟକ ମୁହୂର୍ତ୍ତ, ରାଇଟ। कि ମୋର ଆଶ୍ଚର୍ଯ୍ୟ କରି ପଢ। आनंददायक मुहूर्त हाँ यस, ओके, इंग्लिश सेंटेंस काना असले, कि आनंददायक मुहूर्त हाँ, व्हाट ए डिलाइटफुल what a मोमेंट, delight moment what a what a delight moment delightful moment, what a Full. delightful moment, right? Okay, repeat after me, what a delightful moment. Yes, Okay, repeat what after a me. what a delightful moment delightful what a moment. delightful moment Very good. Okay, এটা কোন ইংলিশ মানে ওড়িয়ারে কোন সেন্টেন্স আসলা? ମୁଁ ଏତେ ମୁଁ ଆନନ୍ଦ ଏତେ ଅଭିନ ମୁଁ ଏତେ ଆନନ୍ଦ ଅନୁଭବ କରୁଛି
ମାନେ କଣ ହବ ଯେମିତି ଭାବରେ ମୁଁ ଏତେ ଆନନ୍ଦ ଅନୁଭବ ମୁଁ କରୁଛି ଏତେ ମୁଁ ତମକୁ ଆନନ୍ଦ ଅନୁଭବ କହିପାରିବି ନାହିଁ। କରୁଛି। ହଁ, ମୁଁ ଏତେ ଆନନ୍ଦ ଅନୁଭବ କରୁଛି, ରାଇଟ୍ ନା, ଏମିତି ହବ ମୁଁ ଏତେ ଆନନ୍ଦ ଅନୁଭବ କରୁଛି। ଦ୍ୟାଟ ମିନ୍ ଇଂଲିଶ ରେ ତମେ କଣ କହିବ? ହଁ। I am feeling I feel so so much much joy. joy. Yes, I am I feeling am so much feeling so joy. much joy. Yes, very good. Okay, ଓଡିଆରେ କଣ ଲେଖା ହେଲା? ଏହା ଅତି ପ୍ରେରଣାଦାୟକ। ହୁଁ, ଇଂଲିଶ ରେ? This is so So inspiring. Inspiring. ଇନ୍ସପାୟାରିଂ, ଦିସ୍ ଇଜ inspiring. ସୋ ଇନ୍ସପାୟାରିଂ। ବାପରେ ମୁଁ ତାଙ୍କର ଗୋଟେ କଣ ମୋଟିଭେଶନାଲ ମୋଟିଭେଶନାଲ ଅଡିଓ ଶୁଣିଲି ୟା ଭିଡିଓ ଦେଖିଲା ପରେ ମତେ ଏତେ ପ୍ରେରଣାଦାୟକ ଦେଲା ଯେ ମୁଁ କଣ କହିପାରିବି ନାହିଁ, ରାଇଟ୍। ଦିସ୍ ଇଜ ସୋ ଇନ୍ସପାୟାରିଂ ଫର ମି, ଆଇ କ୍ୟାଣ୍ଟ ବିଲିଭ ଦିସ୍, ତମେ କହିପାରିବ, ରାଇଟ୍। ଓକେ, ଓଡିଆରେ କଣ ଆସିଲା? Yes, yes. ତୁମେ ତୁମେ ସବୁ ସବୁ କିଛି କିଛି What ସମ୍ଭବ କରିଦେଲ। ଓକେ, ତମେ କହିଲ ଆରେ ବାପରେ କିଏ କରିପାରିବେ ନାହିଁ ବୋଲି ଆମେ ଭାବୁଥିଲୁ, ତମେ ସବୁ ସମ୍ଭବ କରିଦେଲ, ରାଇଟ୍ ନା ନାଇଁ? ତ ଇଂଲିଶ ରେ କଣ ହବ? Yes. you made You everything made possible. everything possible. ଆରେ ୟୁ ମେଡ୍ ଏଭ୍ରିଥିଙ୍ଗ ପସିବୁଲ, ରାଇଟ୍। ୟୁ ମେଡ୍ ଏଭ୍ରିଥିଙ୍ଗ ପସିବୁଲ, ଯେଟା କି ଆମେ ଅସମ୍ଭବ ବୋଲି ଭାବୁଥିଲୁ ତମେ ସମ୍ଭବ କରିଦେଲ, ରାଇଟ୍। ଆଶ୍ଚର୍ଯ୍ୟ ଲାଗିବ, ରାଇଟ୍ ନା ନାଇଁ? ଓକେ, ତାପରେ କଣ? ହଁ। କେତେ ଚମତ୍କାର ଉପହାର। କେତେ ଚମତ୍କାର ଉପହାର। ଓକେ, ଆରେ ବାପରେ କେତେ ଚମତ୍କାର ଉପହାର, ହେଲା କି ନାଇଁ? ଟୁଙ୍ଗଲ ଭାଞ୍ଜିର ବାହା ଦିନ ମୁଁ ଗୋଟେ ହୀରା ଗୋଟେ ନେଇକରି ଉପହାର ଟା ଦେଇଦେବି, କେନ୍ତା ଲାଗବା ଭାଞ୍ଜି? ହୀରାର ଗୋଟେ ନେକଲେସ ଟା। ଏ ମାମା ମୁଁ ତ ବହୁତ ବିଲିଭ ବି ନାଇଁ ଖୁସି କରିପାରିବି, ପୁରା କେଡେ ବଡ ଉପହାର ଟା, ନାଇଁ କି? ତ ସେ ଜାଗାରେ ଇଂଲିଶ ରେ ତମେ କଣ Yes. କହିବ? What a What a wonderful gift. wonderful gift. What a wonderful gift, ଯେନ୍ତା ପୁରା ଗାଲେ ହାତ ଦେଇକରି ପୁରା ଗୋଟେ ଏକ୍ସାଇଟମେଣ୍ଟ ବଢିଯିବା ନା ନାଇଁ? ଓକେ, Yes, ତାପରେ ମାମା। କଣ ହେଲା? ଏବେ ଭାବୁଛୁ। ମୁଁ ଏହା କେବେ ଭୁଲି ପାରିବିନି, ବାପରେ ମୁଁ ଏବେ କେବେ ବି ଭୁଲି ପାରିବିନି, କହିବ କି ନାଇଁ? Yes. ଓକେ, ହଁ ମାମା। ଇଂଲିଶ ରେ ତାକୁ କଣ କହିବ? Yeah. ୟୁ କ୍ୟାନ୍ ସି। I will never forget I this. will never forget it. Yes, I will never forget this. I will never forget this in my life because it is a very wonderful gift for me, right? Yes. ଓକେ, ତାପରେ କଣ ଆସିଲା ରବୀନ୍ଦ୍ର? କିଛି ଖାଦ୍ୟ ଅତି ସ୍ୱାଦିଷ୍ଟ। ଆରେ ବାପରେ, ତମକୁ ଗୋଟେ ବଢିଆ ଭୋଜି ଏହି ପାର୍ଟି ଖାଦ୍ୟ ଆଟେଣ୍ଡ କରିଛ, ତାପରେ ଖାଇଲ, ପୁରା ହାତ ଚାଟି ଚାଟି ଖାଇଥିବ ବୋଲେ ତମେ କଣ କହିବ? ଏଇ ଖାଦ୍ୟ ଅତି ସ୍ୱାଦିଷ୍ଟ ଥିଲା, ବାପରେ ଏତିକି ସ୍ୱାଦିଷ୍ଟ ଥିଲା ଯେ ମୁଁ ହାତ ଚାଟି ଚାଟି ଖାଇଲି, ରାଇଟ୍ ନା ନାଇଁ? ତ ରାଇଟ୍, ଇଂଲିଶ ରେ yes, କଣ sir. କହିବ? ଦିସ୍ ଫୁଡ ଇଜ ସୋ ଡେଲିସିୟସ୍। This food is This food, so this food delicious. is so delicious. Very So good. Okay. delicious. Yes, sir. Yes. ତୁମେ ମୋ ହୃଦୟ ଜିଣିଦେଲ, ମାନେ ତମର କଥା ତମର କାର୍ଯ୍ୟରେ ମୋ ହୃଦୟ ଜିଣିଦେଲ, କଣ ହବ? You can see that. You own my heart. ଓ ୟୁ You ଓନ୍ ମାଇ own my ହାର୍ଟ। ଆରେ heart. ୟାର, ତମ କଥାରେ ମୁଁ ହେଲା, ତମ କଥାରେ ଆଉ ତମ କାର୍ଯ୍ୟରେ ମୁଁ ବିମୋହିତ ହେଇଥିଲି, ତମେ ମୋ ହୃଦୟ ଜିତିଦେଲ, ଆଶ୍ଚର୍ଯ୍ୟ କହିବ। ୟୁ ଓନ୍ ମାଇ ହାର୍ଟ, ରାଇଟ୍। କି ଅଦ୍ଭୁତ You ସମୟ। own my heart. Yes, ଓକେ, sir. କି ଅଦ୍ଭୁତ ସମୟ କଣ କହିବା? ହ୍ୱାଟ ଗ୍ରେଟ୍ ଟାଇମ। ଯଦି ଗୋଟେ What a କଣ great ଗୋଟେ time. ବହୁତ ବଡ achievement ହେଇଯିବ, ସେ ଜାଗାରେ ଆମେ କଣ କହିବା? ମାନେ କି ଅଦ୍ଭୁତ ସମୟ ବୋଲି କହିବ। ହ୍ୱାଟ ଗ୍ରେଟ୍ ଟାଇମ ଫର ମି, ରାଇଟ୍। What a great time for me. Yes, ୟେସ୍, sir. ମୁଁ ପୁରାପୁରି ମଜା କରୁଛି, ହେଲେ ଏ ବାପ ରେ ମୁଁ ପୁରା ପୁରି ପୁରାପୁରି ମଜା କ୍ଲାସ ରେ କରୁଛି। ମଜା କରୁଛି, ମାନେ କଣ ହବ? ୟୁ କ୍ୟାନ୍ ସି ଦ୍ୟାଟ। I am, I am having so much fun. ୟେସ୍, ଆଇ ଏମ୍ ହାଭିଂ ସୋ ମଚ୍ Yeah, ଫନ୍ ଇନ୍ ଦିସ୍ I am କ୍ଲାସ୍, having କହିପାରିବନି ଆଇ ଏମ୍ so much ହାଭିଂ ସୋ fun. ମଚ୍ ଫନ୍ ଇନ୍ ଦିସ୍ କ୍ଲାସ୍, Yes, sir. ରାଇଟ୍। Yes, sir. ୟେସ୍। ଓକେ, ୟା ସତରେ ଚମତ୍କାର ବା ଏହା ବାସ୍ତବରେ ଚମତ୍କାର, କଣ ହବ? ୟୁ କ୍ୟାନ୍ ସି ରିଡ୍ ଇଟ୍। This is truly, yeah, yes. Yes, this is truly spectacular. This is truly spectacular. ତୁମେ ଏକଦମ ଅସାଧାରଣ ବ୍ୟକ୍ତି, ତୁମେ ଏକଦମ ଅସାଧାରଣ ବ୍ୟକ୍ତି, କଣ ହବ? You ହୁଁ, absolutely you even read this. You are You an are an remarkable person. You are an absolutely observable remarkable person. person, right? एकदम असाधारण ବ୍ୟକ୍ତି। ତାପରେ ଦେଖ କଣ ଲେଖାଗଲା? କେତେ ସୁନ୍ଦର ସଙ୍ଗୀତଟା, what a What a beautiful beautiful music, song. right? କେତେ ସୁନ୍ଦର ଗୀତ।
ओके एबे कोन लेखा गला? ମୁଁ यस। କେତେ ଉତ୍କଳ ଅନୁଭବ କରୁଛି। ମୁଁ ମୁଁ ଏତେ ଅଦ୍ଭୁତ ଅନୁଭବ କରୁଛି, that means what? I feel so ecstatic. I feel so Ecstatic ମାନେ କଣ? ଉତ୍ଫୁଲ୍ଲ, I am feeling so happy. ecstatic. and happy କୁ ecstatic ମଧ୍ୟ କୁହାଯାଏ। I feel so ecstatic। ଏହା ଅତି ଅନନ୍ୟ। Feel ଅତି ecstatic. ଅନନ୍ୟ ମାନେ ତା ଏହା ବୋଲି ଆଉ ଅତି ଦ୍ୱିତୀୟ ରହି ନଥିବ, ସେଟା ଅନନ୍ୟ। କଣ କହିବା? या अति अनन्य माने this is so unique, this is so unique, you cannot find This is like so this unique. object। yes। then ତୁମେ ମାନେ ତୁମେ ମତେ ବହୁତ ପ୍ରେରଣା ଦେଲ, ତୁମେ ମତେ ବହୁତ ପ୍ରେରଣା ଦେଲ, ତୁମେ କଣ ମୋତେ ହବ? ବହୁତ ପ୍ରେରଣା ଦେଲ। okay, you inspired me so much, you inspired me You so much। inspire me so much. okay, ମୋ ସହିତ ଗୋଟେ ଗୋଟେ ଥର Yes, କହିଦିଅ, sir. you inspired me so much। You inspire me so much. okay, You everybody ହେଲା, inspire ମୁଁ me ଥରେ so କହିବି much. ତମେ ଥରେ କହିବ, ରାଇଟ? କି ସୁନ୍ଦର ପ୍ରକୃତି। Yes, କି କି ଓକେ, ତମର ସୁନ୍ଦର ପ୍ରକୃତି ପ୍ରକୃତି। ଅଡିଓ ମାନଙ୍କୁ ଅନମ୍ୟୁଟ କର ହେଲା, ଅନମ୍ୟୁଟ କର, କହିବ କି ସୁନ୍ଦର ପ୍ରକୃତି। କି ସୁନ୍ଦର ପ୍ରକୃତି। Okay, what a beautiful nature. So what a beautiful nature. What a what a beautiful nature. beautiful nature Okay, ତ ଏଇଟା what କଣ a What a ଓଡିଆରେ କଣ beautiful ଆସିଲା? beautiful nature ଏତେ nature. ଓକେ, ଆଶାବାଦୀ ଅନୁଭବ କରୁଛି, ମୁଁ ଏତେ ଆଶାବାଦୀ ଅନୁଭବ ମୁଁ ଏତେ କରୁଛି। ଆଶାବାଦୀ ଅନୁଭବ ମୁଁ ଏତେ କରୁଛି ଆଶାବାଦୀ ଅନୁରୋଧ କରୁଛି। ମୁଁ ଏତେ ଅନୁଭବ ଆଶାବାଦୀ କରୁଛି ଅନୁରୋଧ କରୁଛି। ଓକେ, ତ ଇଂଲିଶ ରେ କଣ ହବ? I feel so I feel optimistic so optimistic. I feel so I feel so optimistic optimistic। I feel so optimistic। optimistic ମାନେ ଆଶାବାଦୀ ହେଲା। ଓକେ, optimistic ମାନେ ଆଶାବାଦୀ, that means ଓକେ, ଯିଏ ସବୁବେଳେ କଣ ପଜିଟିଭିଟି ତାକୁ ଅପଟିମିଷ୍ଟିକ କୁହାଯାଏ, ରାଇଟ? ତାପରେ କଣ ଆସିଲା ଓଡିଆରେ? ଏହା ସବୁଠାରୁ ଭଲ ଆଶ୍ଚର୍ଯ୍ୟ, ଏହା ସବୁଠାରୁ ଭଲ ଆଶାବାଦୀ। ଆଶ୍ଚର୍ଯ୍ୟ, that means what? this is the best surprise ever ହେଲା, ମାନେ this is the best surprise ever। yes, ପଢିକି ଶୁଣାଇଲ, this is the best surprise ever। ଆପଣଙ୍କର ଆବାଜ ନାହିଁ ଆସିବା। okay, your sound is clearly audible to me, ତମ ସାଉଣ୍ଡ ତ ମତେ ଆସୁଛି। yes। ବର୍ଷା ଆବାଜ ନାହିଁ ଆସିବା। ଏବେ କଣ ଆସିଲା? ତୁମେ ଏକଦମ ଅଜଣା ହିରୋ, କଣ ହବ? you can see you are a true unsung hero। unsung hero, you are a true unsung hero। ତାପରେ କଣ ଆସିଲା ଓଡିଆରେ? ପଢିକି ଶୁଣେଇଲ ଟୁଙ୍ଗେଲ ଭାଞ୍ଜି। ହଁ ଏବେ କେତେ କ୍ଲିୟର ଚମତ୍କାର ଲାଗିବ। ସଫର, ସଫର ଏବେ ମାନେ କ୍ଲିୟର। ସଫର ମାନେ କେତେ ଚମତ୍କାର ସଫର, ରାଇଟ? ଗୋଟେ ରାସ୍ତାଟା କେତେ ଚମତ୍କାର ଥିଲା, ଆମେ କଣ କହିବା? what an amazing journey। what an amazing journey। ତାପରେ କଣ ଆସିଲା? ପଢିକି ଶୁଣେଇଲ। ମୁଁ ଏହା ପାଇଁ ବହୁତ କୃତଜ୍ଞ। ମୁଁ ଏହା ପାଇଁ ମୁଁ ଏହା ବହୁତ ପାଇଁ କୃତଜ୍ଞ। କୃତଜ୍ଞକୁ କଣ କୁହାଯାଏ? ଓକେ, ଆଇ ଏମ୍ ସୋ ଥ୍ୟାଙ୍କଫୁଲ ଫର ଦିସ୍, ଆଇ ଏମ୍ ସୋ obliged ଫର ଦିସ୍। କୃତଜ୍ଞତାକୁ ମାନେ obliged ବା thankful ବୋଲି କୁହାଯାଏ। ଆଇ ଏମ୍ ସୋ ଥ୍ୟାଙ୍କଫୁଲ ଫର ଦିସ୍। ଓକେ, ତାପରେ କଣ ଆସିଲା? ଏଇ ମୁହୂର୍ତ୍ତ ଅତି ମୂଲ୍ୟବାନ। ଏହି ମୁହୂର୍ତ୍ତ ଅତି ମୂଲ୍ୟବାନ, ଇଂଲିଶ ରେ କଣ ହବ? This moment is so precious. ଦିସ୍ ମୋମେଣ୍ଟ ଇଜ ସୋ ପ୍ରିସିୟସ୍। ଓକେ, ତାପରେ ଓଡିଆରେ କଣ ଆସିଲା? ତୁମେ ସବୁ କିଛି ସମ୍ଭବ କରିଦେ କିଛି ୟେସ୍, ତମେ ସବୁ କରିଦେଇଲ କିଛି ସମ୍ଭବ କରିଦେଲ, ରାଇଟ? ସୋ ୟୁ ମେଡ୍ ଏଭ୍ରିଥିଙ୍ଗ ହ୍ୟାପେନ୍, ୟୁ ମେଡ୍ ଏଭ୍ରିଥିଙ୍ଗ ହ୍ୟାପେନ୍। ତାପରେ କଣ ଆସିଲା? କି ଅଦ୍ଭୁତ ଅଦ୍ଭୁତ ସୁଯୋଗ। ସୁଯୋଗ। ଓକେ, ତାପରେ ଇଂଲିଶ ରେ କଣ ହବ? What is a what a fantastic opportunity. What a fantastic opportunity, Opportunity. right? What a fantastic opportunity, right? ତାପରେ କଣ ଆସିଲା? ମୁଁ ଏତେ ଆନନ୍ଦ ଅନୁଭବ କରୁଛି।
ମୁଁ ଏତେ ଆନନ୍ଦ ମୁଁ ଅନୁଭବ ଏତେ କରୁଛି। ଆନନ୍ଦ ଅନୁଭବ କରୁ। ତାପରେ ଇଂଲିଶ ସେଣ୍ଟେନ୍ସ କଣ? I am feeling so much happiness. I am feeling so much happiness, right? Happiness. I am feeling so much happiness. ଦେଖ Yes. ତାପରେ କଣ ଆସିଲା? ଏହା ସତରେ ଅସାଧାରଣ। ଏହା ଏହା ସତରେ ସତରେ ଅସାଧାରଣ। ଅସାଧାରଣ। That means this is really extraordinary. This is This is really uh, extraordinary. ତାପରେ ତୁମେ ମୋ ତୁମେ ମୋର ଦିନକୁ ଦିନକୁ ସୁନ୍ଦର କରିଦେଲ। ସୁନ୍ଦର କରିଦେଲ। ତୁମେ ମୋ ଦିନକୁ ସୁନ୍ଦର କରିଦେଲ। That means you made my day beautiful. Right? କେତେ ସୁନ୍ଦର ଚିତ୍ର। ଇଂଲିଶରେ କଣ ହବ? What is stunning picture? What What is is stunning so picture? unusual? ଓକେ। ମୁଁ ଏହା ପାଇଁ ଅପେକ୍ଷା କରିଥିଲି। କଣ? ମୁଁ ଏହା Yes. ପାଇଁ ଅପେକ୍ଷା କରିଥିଲି। I was waiting for I this. was I was waiting for waiting for this. this. Okay. Then ଏହା ଅନୁଭବ ଅତି ରୋମାଞ୍ଚକ। ଏହି ଅନୁଭୂତି ଅତି ରୋମାଞ୍ଚକର। ମାନେ କଣ? This experience is so This exciting. experience is so exciting. Okay. Then ତୁମେ ଏକଦମ ବିଶ୍ୱାସୀୟ ବ୍ୟକ୍ତି। विश्वसनीय व्यक्ति तुम एकदम अविश्वसनीय व्यक्ति. That means you are an absolutely incredible और person, right? you are Incredible an person. Yes, sir. individual. Okay. You are an absolutely incredible person. ତାପରେ କଣ ଅଛି? କି ସୁନ୍ଦର ସମୁଦ୍ର। କଣ କହିବ? What a beautiful ocean. What if you do? Okay. You can see the next sentence. What is that? ମୁଁ ଏତେ Yes. ଖୁସି ଅନୁଭବ କରୁଛି। ମୁଁ ଏତେ ଖୁସି ଅନୁଭବ କରୁଛି। ତାପରେ କଣ ହବ? I feel so joyful. ତାପରେ କଣ ଅଛି? I feel so grateful. ଏହା ଅତି ପ୍ରେରଣାଦାୟକ କାହାଣୀ। That means that, okay, what an inspiring story. See, ଏହା ଅତି ଏହା ଅତି ପ୍ରେରଣାଦାୟକ କାହାଣୀ। hmm. ତ କଣ? ଏହା ଅତି ତୁମେ ମତେ ପ୍ରେରଣାଦାୟକ ବହୁତ କାହାଣୀ। ହସାଇଲ। What an ତୁମେ expiring ମତେ story. ବହୁତ ହସାଇଲ। Okay, ତାପରେ ଓଡିଆରେ କଣ? ତୁମେ What ମତେ inspiring ବହୁତ ହସାଇଲ। story. ତୁମେ ମତେ ବହୁତ ହସାଇଲ। କାରଣ ତୁମେ ମତେ ବହୁତ ହସାଇଲ। Right? ଏ ଜାଗାରେ ଦେଖ, you made me laugh so much. You made me laugh so You much. made me love so much. Okay, ତାପରେ କଣ ସେଣ୍ଟେନ୍ସ ଆସିଲା? So much. କେତେ ସୁନ୍ଦର ପରିବେଶ। ତାପରେ ଏତେ କେତେ ସୁନ୍ଦର ସୁନ୍ଦର ପରିବେଶ। ପରିବେଶ। ରାଇଟ? କଣ କେତେ ଅଛି? ସୁନ୍ଦର ପରିବେଶ। ହଁ, ଇଂଲିଶରେ କଣ What ହେଲା? a lovely atmosphere. What a lovely atmosphere. What a lovely atmosphere. What a Right? lovely atmosphere. ଓକେ, ତାପରେ କଣ ଅଛି? ମୁଁ ମୁଁ ଏତେ ଏତେ ଶକ୍ତିଶାଳୀ ଶକ୍ତିଶାଳୀ ଅନୁଭବ ଅନୁଭବ ମୁଁ କରୁଛି। ଏତେ ବାପରେ ମୁଁ ଶକ୍ତିଶାଳୀ ଅନୁଭବ କରୁଛି। ଓକେ, ତମେ 2 ଦିନ ଜିମ୍ ଗଲା ପରେ କହିବ, ବାପରେ ମୁଁ 2 ଦିନ ଜିମ୍ ଗଲା ପରେ ମୁଁ ଏତେ ଶକ୍ତିଶାଳୀ ଅନୁଭବ କରୁଛି କି? ରାଇଟ ନା ନାଇଁ? ତ ଆଇ ଫିଲ୍ ସୋ ପାୱାରଫୁଲ। ରାଇଟ? I am feeling so ଆଇ ଫିଲ୍ ସୋ powerful. ପାୱାରଫୁଲ। Yes, sir. I feel so powerful. ରାଇଟ? ଏହା ସବୁଠାରୁ ଭଲ ଏହା ଉତ୍ସବ। ସବୁଠାରୁ ଭଲ ଉତ୍ସବ। ଇଂଲିଶରେ କଣ? This is the best festival ever. ଏହା ସବୁଠାରୁ ଭଲ ଉତ୍ସବ। The ଫେଷ୍ଟିଭାଲ ଯେନ୍ତା କି ଆମର ପାଇଁ best ନୂଆଖାଇ। festival ever. ନାଇଁ କି? ଦିସ୍ ଇଜ ମାନେ ଆମେ କଣ କହିବା? ଫେଷ୍ଟିଭାଲ ନୂଆଖାଇ। ଦିସ୍ ଇଜ ଦ ବେଷ୍ଟ ଫେଷ୍ଟିଭାଲ ଏଭର କହିପାରିବା ନା ନାଇଁ? This is the best festival ever. ତାପରେ କଣ ଆସିଲା ହଁ ଓଡିଆରେ? ତୁମେ ଏକଦମ ଚମତ୍କାର ସାଙ୍ଗ। ଓକେ, ତୁମେ ଏକଦମ ଚମତ୍କାର ସାଙ୍ଗ। ଭାଇରେ ତମର ସହିତ ସାଙ୍ଗ ହେଲା ପରେ ଏତେ ମଜା ଲାଗିଲା ଯେ ତମେ ନିଶ୍ଚିତ ତୁମେ ମୋର ଏକଦମ ଏକଦମ ଚମତ୍କାର। ଚମତ୍କାର ସାଙ୍ଗ। ଓକେ, ୟୁ ଆର୍ ଏନ୍ ଆବସଲ୍ୟୁଟଲି ଏମେଜିଂ ଫ୍ରେଣ୍ଡ। ରାଇଟ? ତାପରେ କଣ? କି ଅଦ୍ଭୁତ ପ୍ରଦର୍ଶନ। ମାନେ ଗୋଟେ ଲୋକ ଯଦି ଗୋଟେ ପ୍ରଦର୍ଶନ କଲା, ଗୋଟେ ତାର ମାନେ ଡ୍ୟାନ୍ସ ହଉ ୟା You, ନାଚ ହଉ, you ଆମର are କଣ ସେ ମାନେ କୌଣସି କଳା ଦେଖେଇଲା, ତାପରେ ତମର କି ଅଦ୍ଭୁତ ପ୍ରଦର୍ଶନ। ରାଇଟ? ତ what a fantastic performance କହିବ। ରାଇଟ? what a fantastic what a performance। fantastic ତାପରେ ପଢିକି ଶୁଣେଇଲ ଏଟା। ଶୁଣି ହଉନି। ମୁଁ ଏହା କେବେ ଭୁଲି ପାରିବିନି।
I can forget, I can never forget this, I can never forget this। ଏହି ଖେଳ ଅତି ରୋମାଞ୍ଚକର। This game is so thrilling। ତୁମେ ମୋତେ ବହୁତ ପ୍ରଭାବିତ କଲ। You impressed me so much, you impressed me so much। କେତେ ସୁନ୍ଦର ରାତ୍ରି। What a beautiful night। ତେବେ ବର୍ତ୍ତମାନ ଶୁଣି ହଉଛି ନା ନାଇଁ ମୋର ଆବାଜ ଟା? Yes, sir. ଶୁଣା ଯାଉଛି। ଓକେ। audible, କେତେ ସୁନ୍ଦର ରାତ୍ରି। What a beautiful night। ମୁଁ ଏତେ ଆଶ୍ଚର୍ଯ୍ୟ ହେଇଗଲି, ମୁଁ ଏତେ beautiful ଆଶ୍ଚର୍ଯ୍ୟ night, ହେଇଗଲି। ଓକେ, ୟୁ କ୍ୟାନ୍ ସି ଦ୍ୟାଟ୍। ଆଇ ଏମ୍ ସୋ ଇମେଜ୍ଡ। ଏହା ଅତି ଅନନ୍ୟ ଅଦ୍ଭୁତ। ଇଟ୍ ଇଜ ଅନନ୍ୟ ଅଦ୍ଭୁତ। ଦିସ୍ I ଇଜ am so ଓକେ। amazed, ୟେସ୍, ଦିସ୍ ଇଜ ସଚ୍ ଏ ୟୁନିକ୍ ଏକ୍ସପିରିଏନ୍ସ। କାଣା ଲେଖା ହେଇଛି ଯେ? ୟେସ୍, ଲାଷ୍ଟ ସେଣ୍ଟେନ୍ସ ଟା ପଢଲ। this is This is this is such a unique, sorry, this is such a unique experience, right? ଏବେ କଣ ସେଣ୍ଟେନ୍ସ ଆସିଲା ରବୀନ୍ଦ୍ର, read it out। ହୁଁ, ତୁମେ inform me। ଏକଦମ ସାଧାରଣତଃ ନେତା। ତୁମେ ଏକଦମ ସାଧାରଣତଃ ନେତା। Yes, then କଣ ଅଛି? You are an absolutely exceptional leader, right? ନେତା, Absolutely ତୁମେ not ଏକଦମ leader. ଅସାଧାରଣ Leader। ନେତା, ମାନେ you are an absolutely exceptional leader। ଓକେ, ତାପରେ କଣ ସେଣ୍ଟେନ୍ସ ଆସିଲା? କି ସୁନ୍ଦର କି ଉପହାର। ସୁନ୍ଦର ଉପହାର। That means what a lovely gift ଏଇଟା ଯାଇଥିଲା। What a ମୁଁ lovely ଏତେ ଓକେ, ମୁଁ ଏତେ କୃତଜ୍ଞ ଅନୁଭବ କରୁଅଛି। I feel so grateful। ଏହା ସବୁଠାରୁ ଭଲ ସମୟ। This is the best time ever। ତୁମେ ମୋ ଜୀବନକୁ ସୁନ୍ଦର କରିଦେଲ। You made my life beautiful। କେତେ ଚମତ୍କାର ଦୃଶ୍ୟ। What a spectacular view। ମୁଁ ଏତେ ପ୍ରେରିତ ଅନୁଭବ କରୁଅଛି। That means I feel so inspired। ଏହା ଅତି ଅବିସ୍ମରଣୀୟ। This is so unforgettable। ଓକେ, ଆମେ ସବୁ କିଛି ଜିତିଲୁ। We conquered everything। Thank you, thank you all the best for having this session, right? Just I'm stopping this screen, okay, and stopping the recording।